ଛୋଟ ଲୋକ ଭଳିଆ ଗୁଡାକ ସବୁବେଳେ ପଇସା ପଇସା ହଉଛୁ। ଦାମ ଏ ଦାମ ଭାଇ ନାଇଁ କି? ନା ଭାଇ ନା ବିଲୁକୁ ଯାଇଛନ୍ତି। ବିଲୁକୁ ଯାଇଛନ୍ତି? କଣ ସକାଳୁ ପଳେଇଲାଣି ବିଲୁକୁ? ହଁ କେତେବେଳେ ଗଲେଣି? ହଁ ହଁ ହଉ ହଉ ମୁଁ ଯାଉଛି ବିଲରେ ଯିବି ଆଉ। ମଉସା ଦାମ କୋଉଠି ଅଛି ଏଠି ବିଲରେ ଦେଖିଛ? ଓହୋ ଦାମ? ହଁ 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 ଓ ସେଇ ବିଲଟା କି? ହଁ ହଁ ଆଉ ବାଟ କୋଉ ପଟରେ? ଏଇ ପଟରେ ବାଟ? ଏଇ ସିଧା ବାଟ? ହଁ ହଉ ହଉ। ଏଇ ବିଲ ନା କଣ ସେ ମଉସା କହିଲେ? ହଁ ସେଇଠୁ ଅଛି ଏଇ ଆଉ। ହଁ ସାଙ୍ଗ ଏଇଠି ତୁ ଅଛୁ? ହଁ ବା ମୁଁ ଏ ବିଲରେ ସକାଳୁ ଆଇଥିଲି ପାଣି ମଡେଇବାକୁ ହେଇଛି ଆଉ। କଣ କହୁଥିଲୁ? ନାଇଁ ଘାସ ଗୁରା ଦେଖୁନୁ ସାଙ୍ଗରେ ହେଇଯାଇଛି, ଆ ଦେହରେ ଭେଣ୍ଡି ପଡିଛି। ଆଉ କଣ ଏଇଠି ବୋଧେ ପରିବା ଲଗେଇଛୁ, ଭଲ ଲଗେଇଛୁ ଏଇଠି ଆଉ। ହଁ ପରିବା ତ ଏଇଠି ଚାଲିଛି। ପାଣି ମଡେଇବାକୁ ମୁଁ ସକାଳୁ ଆଇଥିଲି, ଦିନ ଯାକ ଏଇଠି ଆସି ବଇଛି ଆଉ। କଣ କରିବି, ଚରେଇ ଖାଇ ଯାଉଛନ୍ତି କାକୁଡି ଫାକୁଡି ଗୁରା, ଏଇଠି ଜଗିକି ରହିବା କଥା। ଆଉ କଣ କରିବି ଆଉ। କଣ କହୁଥିଲୁ? ନା ମୁଁ ଆଇଥିଲି ଟିକେ ଗୋଟେ କାମ ଥିଲା ଆଇଥିଲି। ତୁ କଣ କରିବୁ ଦେଇପାରିବୁ କି ନା ନାଇଁ ମୁଁ ସେଇ କଥା କଣ କହୁନୁ, କଣ ହେଇଛି କାମ? ରାତି ଠାରୁ ବୁଲିଲି ସକାଳୁ ତୋରି ପାଖକୁ ମୁଁ ସେଠୁ ଉଠିକି ସେଇ ସମୟ ଆଇଛି। କଣ କହୁନୁ, କଣ ହେଇଛି? ଟଙ୍କା 5,000 ଖଣ୍ଡେ ଟଙ୍କା ଦରକାର ଥିଲା। ଶ୍ୱଶୁର ଝିଅଟା ଭାରି ଖରାପ। ଆଉ ତୁ ତ ଜାଣିଥିବୁ ମୁଁ ବଡ ଝିଅ। ଆଉ ମେଡିକାଲ ଗଲେ ଟଙ୍କା 7-8 ହଜାର 10,000 ଟଙ୍କା ନିହାତି ହାତରେ ନେଇକି ଯିବାକୁ ପଡିବ। ଆଉ କଣ କରିବି, ଆଉ ମୋ ପାଖରେ ଅଛି କିଛି ପଇସା। ଆଉ 5,000 ଖଣ୍ଡେ ଟଙ୍କା ଦେଲେ ମୁଁ ଯାଆନ୍ତି ଟିକେ। ମୋ ପାଖରେ କାଇଁ, ମୁଁ ସେ ରାଉତ ବାବୁ ଠାରୁ ଧାନ କାଢିବାକୁ ଆଣିକି ଧାନ ଦେବି କାଟିଲେ ବେଲିକା ତା ଠାରୁ 5,000 ଆଣିଛି। ଆଉ ତୁ ଜାଣିଥିବୁ ତ ମୋ ସ୍ତ୍ରୀ କଥା, ତୁ ଜାଣିଥିବୁ ଆଉ। ସେ ରଖେଇ ବସେଇ ଦବନି ଘରେ ଆଉ। 5,000 ମୋର ମୁଁ ରାଉତ ବାବୁ କତିକି ଗଲେ 5,000 ଦବ, ଗେଜେ ଗେଜେ ହବ 5,000 ଦବ। ଜାଣିନ୍ତୁ ତୁ ମତେ ଦେବାଲି ପୂର୍ବ ଦିନ ହଉ, ଦେବାଲି ଦିନ ଦବୁ ଯଦି ମୁଁ କହିକି ଆଣିବି। ହବ ତ କହିଲୁ ସତ ମତେ? ମୋର ବା କାଲି ପହର ଆଡକୁ ମୋର ମିଳିଯିବ, ବୋନସ ଟା ମିଳିଯିବ। ଦୀପାବଳି ବୋନସ ଟା। ଆଚ୍ଛା। ଆଉ ବୋନସ ମିଳିଲେ ମୁଁ ସାଙ୍ଗେ ସାଙ୍ଗେ ଦେଇଦେବି ଆଉ। ହଉ ହଉ ଯଦି କହୁଛୁ ତାହେଲେ ଦେଖିବା, ସେ ରାଉତ ବାବୁ କତିକି ଯିବା। ଯଦି ଦେଲା ଦେଖିବା ଆଉ କଣ କରିବା। ଆଉ ସିଏ ଯଦି ଦେଲା ତୁ ନେଇଯିବୁ, ମନା ନାହିଁ। ମୋର ବା ନିହାତି ଦରକାର ଟିକେ, ମୁଁ ସେଇ ସକାଳୁ କୋଉଠୁ ଆଣିବି? ସେଇ ମୋର କେବଳ ବଳ ସେଇ ଧାନ ଯାହା ହବ 10-15 କୁଇଣ୍ଟାଲ, ସେ ରାଉତ ବାବୁ ଠାରୁ 5,000 ଆଣିଛି। ପୁଣି 5,000 ଯଦି କହିବୁ ଆଣିକି ତା ଠାରୁ ଆଣିକି ଦେବି। ଆଉ ତୁ ଦେ ସେଠିକି ଦେଇଥା, ଦେଖିବା କଣ ହଉ। ଚାଲ ଯିବା, ଚାଲେ। ମୁଁ ଯାଉଛି। କୋଉଠି ଯିବା? ତା ଘରକୁ ଯିବା? ସେ ଯୋଉଠି ଥବ, ଘରେ ଥବ ନା ଛକରେ ଥବ, କୋଉଠି ଥବ, ତା ପାଖରୁ ଆଣିଦେବି ଆଉ। ଚାଲ ସଞ୍ଜ ହେଇଯିବ, ଚାଲ ଦେଖି କୁଆଡେ ପଳେଇବ ପୁଣି। ରାଉତ ବାବୁ କୁଆଡେ ପଳେଇ ଯାଇଥିବ, ତାକୁ ପୁଣି ତା ଘର ଆଡେ ଯାଇକି ଖୋଜିକି ତାକୁ କୋଉଠୁ ବାହା କରିବାକୁ ପଡିବ। ନହେଲେ ଅନ୍ଧାର ହେଇଗଲେ ଆଉ ରାଉତ ବାବୁ ମିଳିବନି। ଏଇବା ରାଉତ ବାବୁ ନମସ୍କାର। ଆଜ୍ଞା କଣ ଆଜି ସାଙ୍ଗ ପୁରା ନାଲିରେ ବୁଲୁଛ, କଣ ହେଇଛି କି ଆଜି? ନାଇଁ ମ ଆଜ୍ଞା, ଆପଣଙ୍କ ଘରକୁ ବା ଯାଇଥିଲୁ ଏବେ ଜଷ୍ଟ ବୁଲିକା ଖୋଜିକା ମୁଁ ଦେଖିଲି ରାଉତ ବାବୁଙ୍କ ଗାଡି ନାହିଁ, ଛକ ଆଡେ ଥିବେ, ମୁଁ ଆଡେ ପଳେଇ ଆଇଲି। ମୁଁ କଣ ଏ ସିଜିନରେ ମୁଁ ଘରେ ରୁହେ? ମୋର ବର୍ତ୍ତମାନ ଧାନ କାଢିଆ ସିଜିନି। ମୁଁ ବର୍ତ୍ତମାନ କାହା ଦୁଆର ମୁଁ ଗଲେ ମୁଁ କୋଉଠି 5 ଟଙ୍କା ପାଇବି ହେଲା। ଆଉ ମୁଁ ତମ କଣ ଘରେ ବସିବା ଲୋକ, ମତେ ତମେ କହୁଛ ଘରେ? ଆଉ ଅସୁବିଧା କଣ? ନାଇଁ ମ ଯୋଉ କହୁଥିଲି କଣ, ଆଉ ଟଙ୍କା 5,000 ଦରକାର। ଆଉ ତମେ ବା 8 ଦିନ ହେଲା ନେଇଛ 5,000? ନେଇଥିଲି ଯେ ସେ ଗୋଟେ ଅଲଗା କାମରେ ଲାଗିଗଲା। ଇଏ 5,000 ଦରକାର। ଧାନ 10 କୁଇଣ୍ଟାଲ ଆପଣଙ୍କୁ ଦେବି, ଆଉ ଆପଣ କାଇଁ ଧାନ ଦେଇନା କଣ ଆଉ ଇଏ ଦେଇଥାନ୍ତି? ମୁଁ କଣ ନାହିଁ କରୁଛି? 5,000 ତମେ ନେଇଛ, ପୁଣି 5,000 ତମର କଣ ଏମିତି ଦରକାର? ଦରକାର ଅଛି ତ ଦେଇଦବୁ 10 କୁଇଣ୍ଟାଲ ଧାନ, ଆଉ କଣ ଦଉନାହାନ୍ତି? ଅର୍ଜେଣ୍ଟ ଦରକାର ଅଛି। କିନ୍ତୁ ମୋର କଣ୍ଡିସନ ଜାଣିଛ ତ? କଣ୍ଡିସନ ମୋର ଆଜ୍ଞା 1,000। ସେତେବେଳକୁ 2,000 ହେଲେ ମୁଁ ଶୁଣିବାର ନାହିଁ, ସେଇ 1,000 ନେବି। ମୁଁ ଆଜ୍ଞା ଏତେ ବର୍ଷ ହେଲାଣି ଚାଷ କଲିଣି, କୋଉ ବର୍ଷ ଆପଣଙ୍କୁ କହିଛି? ଯୋଉ ଆପଣ ତ 300ରୁ ଏବେ 500, 500ରୁ ଏବେ 1,000 ହେଲା, ମୁଁ ତ ସେଇ 1,000 ଟଙ୍କା ଲେଖାରେ ଧାନ ଦଉଛି। ହଁ ସେଇଆ ଭାବିଚିନ୍ତି କି ନିଅ, ପୁଣି ସେତେବେଳକୁ ଯେମିତି ଅସୁବିଧା ନ ହୁଏ। ଆଉ ଧାନ ହବ ମାନେ ମୋ ଘରେ ଆଣି ପହଞ୍ଚିବ, ନଚେତ ମୁଁ ଖଳାରେ ଯାଇ ପହଞ୍ଚିବି। ଆଜ୍ଞା ହେଇଯିବ। 5,000 ନେଇଛ, ଆଉ କେତେ ନବ? ଆଉ 5,000। 5,000? ଆଜ୍ଞା। କି ବେଳାରେ ମଣିଷ ପଡିଲା ରେ।
ହଉ 5,000 ଦିଅ ଆଜ୍ଞା କିନ୍ତୁ କଣ୍ଡିସନ ଆଜ୍ଞା ଧାନ ହବ ତ ମୋ ଘରେ ଧାନ ପହଞ୍ଚିବ ଆଜ୍ଞା ଆଜ୍ଞା ହେଲା 1,000 ଟଙ୍କା ରେଟରେ 5,000 ନେଇଥିଲ ନେଲ 5,000 10,000 10 କୁଇଣ୍ଟାଲ ଧାନ ମୁଁ ଆଣିବି ଆଜ୍ଞା 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 ମୁଁ ତ ଧାନ କଟା ଆଉ ଖଳାରୁ ଆପଣଙ୍କୁ ଦେଇଦେବି ହଉ ଯା ଯା ତମ କାମରେ ଯା ନମସ୍କାର। କି ବେଳାରେ ମଣିଷ ପଡୁଛି ରେ ଆଜ୍ଞା ଏଇ ତୁ ଏଇଠି ରହ ତୁ ପଇସାଟା ନେ ଦେଖୁଛୁ ମାନେ କେମିତି ପଇସାଟା ରଖ ପକେଇକିରି ତୁ ମତେ ଟିକେ ଇଏ କରିବୁ ଆଜି ତ ଗଲା ମତେ ଆରେ ମୁଁ ପରଦିନ ପାଇବି ବୋନସଟା ପାଇଲେ ମୁଁ ତ ଦେଇଦେବି ଆଉ କଣ ସେମିତି କଣ ହଉଛି ମୁଁ ତ କହିଲି ମୁଁ ଆଉ କଣ କଥାଟା ମୁଁ ତତେ ମିଛରେ କହୁଛି ନାଇଁ ମୁଁ ଯିବି ତ ଛୁଆ ଜାଣିଥିବୁ ମୁଁ ଛୋଟ ଛୁଆରା ସିଏ ଖାଲି ଯେମିତି ହେବେ ମାନେ ଡ୍ରେସ୍ ଫ୍ରେସ୍ ଟିକେ କାଳୀ ପୂଜାରେ କିଣିଥାନ୍ତି ଶ୍ୱଶୁର ଘର ଟିକେ ଯାଇଥାନ୍ତି ଦେଇ ଘରିକା ସମସ୍ତେ ଆସିବେ ସବୁ ଟିକେ ପଇସା ଜମା ନାହିଁ ମୁଁ ଯାଇଥାନ୍ତି ତା ପାଇଁକା ତୁ କହିଲୁ ବେଲିକା ତାରି ପାଖରୁ ମୁଁ ନାଇଁ ମୁଁ ତତେ ପରଦିନ ଦେଇଦେବି ହଉ ହଉ ତୁ ଯା ହେଲା ମୁଁ ଯାଉଛି ବିଲୁକୁ ଯିବି ତୁ ଯା ମୁଁ ଟିକେ ପାଣି ଦେଖିଦେଇ ଯିବି ମୋର ହଉ ହଉ ଆଇଲୁ ଏବେ ହଁ ହଁ ଥା ଏଠି ମୁଁ ଆଉଛି ଘରକୁ ଖାଲି ହଁ ପଇଲା ଆସିବ ବେଲିକା ଏତେବେଳେ ଯାକେ ଆସୁନି ହଁ ନାଇଁ ମୁଁ ଆଜି ଯାଇନଥିଲି ବା ହଁ ହଁ ସାଙ୍ଗ ହଁ ହଁ ଟିକେ ରହିଥା ମୁଁ ପରେ ଫୋନ କରୁଛି ହଁ କଣ ହେଇଛି ଆଉ ତୁ ଘରୁ ଯାଇ ଖୋଜି ଖୋଜି ଆଇଲିଣି ତୁ ଦେଖିଲା ବେଳକୁ ଏଇଠି ପୋଖରୀରେ ବସିଛୁ ଆସିକି କାଇଁ ଖୋଜୁଛୁ ଆଉ ତୁ କହିଥିଲୁ ପଇସା କଥା ଦେଇଥିଲେ ମୁଁ ଯାଇଥାନ୍ତି ଛୁଆଙ୍କର ଡ୍ରେସ୍ ଫ୍ରେସ୍ ଆଣିଥାନ୍ତି ପଛରେ ଗୋଡେଇଛନ୍ତି ସବୁ କଣ ପଇସା ହଉଛି ପଇସା ମିଳିଲାନି ଆଜି କଣ ମ ତୁ ଗେଲ ଖେଳିଲା ଭଳିଆ କଥାବାର୍ତ୍ତା କରୁଛୁ ମତେ କହିଥିଲୁ ମୁଁ ଦେଇଦେବି ପଇସାଟା ମିଳିଥିଲେ କଣ ମୁଁ ତତେ ଦେଇଦେଇନଥାନ୍ତି କି କଥା କହୁଛୁ କଣ କି କଥା କହୁଛୁ ତୁ ସେତେବେଳେ ମତେ କହିଲୁ ଦେ ବେଲିକା ମୁଁ ଦେଲି କହିଲୁ ଦରମା ପଇସାଟା ମୁଁ ପାଇଥିଲେ ମୁଁ ତତେ ଦେଇଦେଇନଥାନ୍ତି ମୁଁ କଣ କୁଆଡେ ପଳେଇ ଯାଉଛି ମୋ ସୁବିଧା ହେଲେ ମୁଁ ପୁଣି ତତେ ପଇସାଟା ଦେବି ନା ନାଇଁ ଇଏ କି କଥା ତୁ ମତେ କହିଲୁ ଦବୁ ବେଲିକା ଏବେ କହୁଛୁ ମୋ ସୁବିଧା ହେଲେ ଇଏ ହେଲେ ମୁଁ ମୋର ଦୁନିଆ କଥା ତୁ ଜାଣିପାରୁନୁ କଣ ତୁ ଗୋଟେ ପଇସା ସବୁବେଳେ ହଉଛୁ କି ପଇସା ଦେଖିବୁ ହଁ ଛୋଟ ଲୋକଙ୍କ ଭଳିଆ ଗୁଡାକ ସବୁବେଳେ ପଇସା ହଉଛୁ ଏଇ ସକାଶେ ଏଇ ଛୋଟ ଲୋକ ବୁଦ୍ଧି ସକାଶେ ତୋ ସାଙ୍ଗରେ କେହି ସାଙ୍ଗ ହଉନାହାନ୍ତି ବୁଝିପାରୁଛୁ ଆମେ ଛୋଟ ଲୋକ ଆଉ ନହେଲେ ସବୁବେଳେ ଗୋଟେ ପଇସା ହଉଛୁ ମୋ ସୁବିଧାଟା ହେଲେ ମୁଁ ପୁଣି ପଇସାଟା ଦେବି ଆରେ ପଇସା ନେଲା ବେଳେ ତ କେହି ଜାଣିନଥିଲେ ତୁ ଏଇନା ଦେଲା ବେଳକୁ କାଇଁ ଏମିତି ମାନେ ବ୍ୟବହାର କରୁଛୁ ମୁଁ ତତେ କହିଥିଲି ନାଇଁ ତୁ ଆସିଛୁ ମତେ ମାଗିବାକୁ ଇଏ କରିବାକୁ ସେଗୁରା ମୁଁ ତତେ କହିଥିଲି ତୁ ଏବେ କେମିତି ମୋ ସୁବିଧାଟା ହେଲେ ମୁଁ ତତେ ପଇସା ଦେବି ମୁଁ ତତେ ପଇସା ଦେବିନି କଣ କରିବି ମୋର କରୁନି ମୁଁ ତତେ ଦେବିନି ମୁଁ ଯାଉଛି ମୋର କାମ ଅଛି ମୁଁ ମୋର ଯାଉଛି ମୋର ପଇସା ଯେତେବେଳେ ସୁବିଧା ହବ ମୁଁ ଦେବି ନହେଲେ ନାଇଁ ମୁଁ ଦେବି ଯାଉଛି କଣ କରିବା କଥା ମୋର କର ଏ ଭିଡିଓରୁ ଆପଣ କଣ କିଏ ବୁଝିଲେ ମୁଁ କହିପାରିବିନି କିନ୍ତୁ ମୁଁ ଏତିକି ବୁଝିଲି ପଇସା ନେଲା ବେଳେ କେହି ଜାଣିବେନି କିନ୍ତୁ ଦେଲା ବେଳକୁ 1000 ଲୋକ ଜାଣିବେ ଥାନା କୋର୍ଟ ପୋଲିସ ଦୁନିଆ ବାଟ ଯିବାକୁ ପଡିବ ତେଣୁକରି ପଇସା ଗୋଟେ ଏମିତି ଜିନିଷ ସମ୍ପର୍କ ଲଗାଏ ଆଉ ଭଲ ଭାବରେ ଛିଡେଇ ଦିଏ ଯେ କେହି କାହା ମୁହଁକୁ ଆଉ ଅନାନ୍ତିନି ଆପଣମାନେ ତ ଭଲ ଭାବରେ ଜାଣିଥିବେ ଏମିତି ବହୁତ ଭାଇ ଭଉଣୀଙ୍କର ଏମିତିଆ କେସ୍ ହେଇଥିବ ସମ୍ପର୍କ ଛିଡିଥିବ ନିଶ୍ଚିନ୍ତ ଭାବରେ କମେଣ୍ଟ ମାଧ୍ୟମରେ କହିବେ କାହାର ପଇସା ପତ୍ର ଲାଗି ଦୁନିଆ ପାଟିତୁଣ୍ଡ ବି ହେଇଥିବ ଭାଇ ଏଇଟା କଳିଯିବ ଦେଖି ଚାହିଁ ମଣିଷ ଚିହ୍ନିକି ପଇସା କାରବାର କରନ୍ତୁ।